ମୋ ଘର ଯୋଜନାରେ ଆସିଲା ଆଉ ଏକ ବଡ଼ ଅପଡେଟ୍। ଯଦି ଆପଣମାନେ ମଧ୍ୟ ମୋ ଘର ଯୋଜନା ଅଧୀନରେ ଆବେଦନ କରିଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କୁ କେବେ ସୁଦ୍ଧା ମିଳିପାରିବ ଟଙ୍କା। ଏନେଇ ଆସିଲା ଆଉ ଏକ ନୂଆ ସୂଚନା। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସମସ୍ତଙ୍କୁ ଛାତର ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ବର୍ଷ ଜୁନ୍ ମାସରେ କାର୍ଯ୍ୟ କରିଥିଲେ ମୋ ଘର ଯୋଜନା। ତେବେ ଏହି ଯୋଜନାକୁ ପ୍ରାୟ 8 ମାସ ବିତି ଯାଇଥିଲେ ମଧ୍ୟ କିଛି ଲୋକଙ୍କୁ ଘର ମିଳିଥିବା ବେଳେ ଏପର୍ଯ୍ୟନ୍ତ ବହୁତ ଲୋକଙ୍କୁ ମଧ୍ୟ ଘର ମିଳିପାରି ନାହିଁ। ତେବେ ଆପଣ ଯଦି ଅନଲାଇନ୍ ଯୋଗେ ଆବେଦନ କରିଛନ୍ତି ମୋ ଘର ଯୋଜନାରେ ତେବେ ଆପଣ କେମିତି ନିଜର ଷ୍ଟାଟସ୍ ଚେକ୍ କରିପାରିବେ କି ଆପଣଙ୍କୁ ଘର ମିଳିବ କି ନାହିଁ, ତେବେ ଆସନ୍ତୁ ଜାଣିବା। ତେବେ ଏଥିପାଇଁ ଆପଣଙ୍କୁ ଏକ ୱେବସାଇଟ୍ ଓପନ୍ କରିବାକୁ ପଡ଼ିବ moghar.odisha.gov.in। ବାସ୍ ଆପଣଙ୍କ ସାମ୍ନାରେ ୱେବସାଇଟ୍ ଏମିତି କିଛି ଓପନ୍ ହେବ। ତଳକୁ ସ୍କ୍ରୋଲ୍ କରିବେ। ଏଠି ଦେଖନ୍ତୁ ଦରଖାସ୍ତ ସ୍ଥିତି ପ୍ଲସ୍ ଲେଖା ହେଇଛି ଆଧାର ନମ୍ବର ଦିଅନ୍ତୁ। ଆପଣ ଯାହା ନାମରେ ମୋ ଘର ଯୋଜନାରେ ଅନଲାଇନ୍ରେ ଆବେଦନ କରିଥିବେ ତାଙ୍କର ଏଇଠି ଆଧାର ନମ୍ବର ଦେବେ, ଦେଇକି ସବମିଟ୍ରେ କ୍ଲିକ୍ କରିବେ। ନେକ୍ସଟ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ଓପନ୍ ହେବ ଯାହାର ଆପଣ ଆବେଦନ କରିଥିବେ ତାଙ୍କ ନାମ, ଆଡ୍ରେସ୍, ମୋବାଇଲ ନମ୍ବର ସହ ଫଟୋ ମଧ୍ୟ ଆସିଯିବ। ତଳକୁ ସ୍କ୍ରୋଲ୍ କରିବେ। ଯଦି ସେମାନେ ଟଙ୍କା ପାଇବା ପାଇଁ ଯୋଗ୍ୟ ୟା ତ ତାଙ୍କର ଯଦି ରିଜେକ୍ଟ ହେଇଥିବ ତେବେ କେଉଁ କାରଣ ପାଇଁ ରିଜେକ୍ଟ ହୋଇଛି ତାହା ମଧ୍ୟ ଏଠି ମେନସନ୍ ରହିଛି। ଦେଖନ୍ତୁ ଏହି ଋଣ ଆବେଦନ ଦାଖଲ ହୋଇଥିବା ଡକ୍ୟୁମେଣ୍ଟ ଗୁଡ଼ିକରେ ସମସ୍ୟା ହେତୁ ନିମ୍ନରେ ଦର୍ଶାଯାଇଥିବା କାରଣ ପାଇଁ ବ୍ୟାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଛି। ତେବେ ଜାଣିଛନ୍ତି ଆପଣମାନେ ଏହି ମୋ ଘର ଯୋଜନାର ଲୋନ୍ ବ୍ୟାଙ୍କ ଦେଇଥାଏ, ଯାହାକି ଆମ ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ ଦେଉନାହାନ୍ତି। ତେଣୁ ଯଦି ଆପଣଙ୍କର ଡକ୍ୟୁମେଣ୍ଟ ଠିକ୍ଠାକ୍ ନଥିବ ତେବେ ଏଥିପାଇଁ ବ୍ୟାଙ୍କ ମଧ୍ୟ ଆପଣଙ୍କୁ ଋଣ ଦେଇନଥାଏ। ଯେଭଳି ଭାବରେ ଏମିତି ମଧ୍ୟ ଲେଖାଯାଇଛି। ତେବେ ଯଦି ଆପଣଙ୍କର କ'ଣ ଆସୁଛି ଏହି ପ୍ରୋସେସ୍ରେ ଆପଣ ଷ୍ଟାଟସ୍ ଚେକ୍ କରିଦିଅନ୍ତୁ। ଆପଣ ନିଜେ ଜାଣିପାରିବେ ଆପଣଙ୍କୁ ଲୋନ୍ ମିଳିବ କି ନାହିଁ। ଆଉ ଏ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନ୍ ଦେଇଛୁ, ଆପଣ ଯାଇ ମଧ୍ୟ ଚେକ୍ କରିଦେବେ।